ମାଲକାନଗିରି ପୁଲିସ ହାତରେ ଜଣେ ଅନ୍ତରାଜ୍ୟ ଠକ ଧରା ପଡ଼ିଛି। ନିଜକୁ ପଶ୍ଚିମବଙ୍ଗ ଦାର୍ଜିଲିଂର ଜେନ୍ ଲେସ୍ଲି ବୋଲି ପରିଚୟ ଦେଉଥିବା ବେଳେ ତାଙ୍କ ନିକଟରୁ ମାଲକାନଗିରି ଆଦାସ ଥାନା ପୁଲିସ ଏକାଧିକ ପରିଚୟ ପତ୍ର ଆଧାର କାର୍ଡ ଜବତ କରିଛି। କେଉଁଠି ଆଧାର କାର୍ଡରେ ତାଙ୍କ ନାମ ସବଲ ସୁନ୍ଦର ସିଂ ଘର ବିହାର ଲେଖା ରହିଛି ତ ଆଉ କେଉଁଠି ଗୋବର୍ଦ୍ଧନ ସାହୁ ଘର ଓଡ଼ିଶା ଲେଖା ରହିଛି। ଅନ୍ୟଟିରେ ଅରୁଣ ରଞ୍ଜନ ଘର ଆନ୍ଧ୍ରପ୍ରଦେଶ ବୋଲି ଲେଖା ହୋଇଛି। ପୁଣି ରେଳ ବିଭାଗରେ ଚାକିରି କରୁଥିବା ଭଳି ପରିଚୟ ପତ୍ର ମଧ୍ୟ ରହିଛି। ତାଙ୍କ ପାଖରେ ଘରୋଇ କମ୍ପାନୀର ଚାକିରି କରୁଥିବା କଥା କହି OLX ଓ ବିଭିନ୍ନ ଆପ୍ ମାଧ୍ୟମରେ ଲୋକଙ୍କ ଠାରୁ ଜିନିଷ କିଣିବା ବାହାନାରେ ହୋଟେଲରୁ ଦାମୀ ଦାମୀ ମୋବାଇଲ ଫୋନ ଓ ଲାପଟପ୍ ଧରି ଚମ୍ପଟ ମାରୁଥିଲେ ଦୁର୍ବୃତ୍ତ। ହେଲେ ମାଲକାନଗିରି ସହରରେ ଜଣେ ଯୁବକଙ୍କ ଠାରୁ ଏକ ଆଇଫୋନ ହାତେଇ ଚମ୍ପଟ ମାରିଥିବା ବେଳେ ଯୁବକଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ପୁଲିସ ତାଙ୍କୁ ମାଡ଼ି ବସିଥିଲା। ପରେ ଏହି ଠକ ନିକଟରୁ 5ଟି ଲାପଟପ୍ ଓ 5ଟି ଦାମୀ ମୋବାଇଲ ଜବତ କରିଛି ପୋଲିସ। ତଦନ୍ତ ପରେ ତାକୁ କୋର୍ଟ ଚାଲାଣ କରାଯିବ ବୋଲି ମାଲକାନଗିରି ଥାନା ଅଧିକାରୀ କହିଛନ୍ତି। ଗତକାଲି କ୍ଷୀରୋଦ ସିଂ ନାମକ ବ୍ୟକ୍ତି ଆସିକି ଥାନାରେ ଅଭିଯୋଗ କରିଥିଲେ ଯେ ତାଙ୍କର ଆଇଫୋନକୁ ସେ ବିକ୍ରି କରିବା ପାଇଁ OLXରେ ଆଡ଼୍ ଛାଡ଼ିଥିଲେ। ତ ସେ ଆଡ଼୍ ଅନୁସାରେ ଜଣେ ବ୍ୟକ୍ତି ତାକୁ ଯୋଗାଯୋଗ କରିକି ତା ପାଖକୁ ପହଞ୍ଚିକି ସେ କିଣିବା ପାଇଁ ରାଜି ହିଁ ତାଙ୍କ ଭିତରେ ରେଟ୍ରେ କଥାବାର୍ତ୍ତା ହେଇଥିଲା। ଇତିମଧ୍ୟରେ ସେହି ବ୍ୟକ୍ତି ତାକୁ ଆମର ଲଜ୍କୁ ଡାକିଥିଲେ। ଲଜ୍ରେ ଆସିଲା ପରେ ତାଙ୍କ ସହିତ ରେଟ୍ ବିଷୟରେ କଥାବାର୍ତ୍ତା ହେଇ ନିଜକୁ ଜଣେ ସେ ଚାକିରି କରୁଥିବା ପରିଚୟ ଦେଇଥିଲେ ଓ ତାକୁ ସେହି ରୁମ୍ରେ ଅପେକ୍ଷା କରିବା ପାଇଁ କହିଥିଲେ। ଆଉ ତାକୁ ସେ ତା'ର ଫୋନ୍କୁ ନେଇ ମୁଁ ଟଙ୍କା ଆଣିବା ପାଇଁ ଯାଉଛି କହି ସେ ଫୋନ୍ ଧରିକି ଫେରାର ହେଇଥିଲେ। ତାପରେ ତାକୁ ଖୋଜାଖୋଜି କରି ପୁଲିସ ଆଉ ତାଙ୍କ ସହାୟତାରେ ଧରା ହେଇଛି। ଆଉ ତା ପାଖରୁ ତାଙ୍କ ଫୋନ୍ ବ୍ୟତୀତ ବହୁତ ଲ୍ୟାପଟପ୍ ଅନ୍ୟ ମୋବାଇଲ ଆଉ ଇଲେକ୍ଟ୍ରୋନିକ୍ସ ଜିନିଷ ମିଳିଛି। ଆମେ ତଦନ୍ତ କରୁଛୁ, ଯେଉଁ ସବୁ ଜବତ ହେଇଛି ତା'ର ଆକ୍ଚୁଆଲ୍ ଓନରକୁ ଫେରାଇବା ପାଇଁ ଚେଷ୍ଟା କରୁଛୁ। ତା ପାଖରୁ 5-6ଟା ଆଇ ଡ଼ି କାର୍ଡ଼ ମିଳିଛି। ସେ ନିଜ ରେଲୱେରେ ଚାକିରି କରୁଥିବାର ଆଇ ଡ଼ି କାର୍ଡ଼ ଅଛି। ଆଉ ତା'ର ବିଭିନ୍ନ ନାମରେ ତା'ର ଫଟୋ ଥାଇ ଆଧାର କାର୍ଡ଼ ସବୁ ଅଛି। ଆମେ ଏହା ତଦନ୍ତ କରୁଛୁ, ଫେକ୍ ନା ଅରିଜିନାଲ୍ ସେ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆହେବ।